ଅଧରାତିରେ ଅଟକି ଗଲା ବରଗାଡ଼ି। ଚାରିଆଡ଼େ ଖାଲି ଅନ୍ଧାର ହିଁ ଅନ୍ଧାର। ସେଇ କାଳ ଅନ୍ଧାର ଭିତରେ ବର ସହ ଘଟିଗଲା ବହୁତ ବଡ଼ ଅଘଟଣ। ସେପଟେ ଝିଅଟି କନ୍ୟା ବେଶରେ ଅନେଇ ବସିଛି ତା ବରକୁ, ହେଲେ ଏପଟେ ଘଟି ଯାଇଛି ହୃଦୟ ବିଦାରକ ଦୃଶ୍ୟ, ଯେଉଁଥିପାଇଁ ସାରା ପରିବାର ଦୁଃଖରେ ଫାଟି ପଡ଼ିଛି। ହଁ ବନ୍ଧୁମାନେ, ଆପଣ ଯଦି ମହାପ୍ରଭୁଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ବୋଲି ମାନନ୍ତି, ତେବେ ମୋର ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବ୍ରହ୍ମପୁର ଅଞ୍ଚଳର ଶୁଭମ ଓ ସୋନାଲି ଏମାନେ କଲେଜ ପଢ଼ୁଥିବା ସମୟରେ ପରସ୍ପରକୁ ଭଲ ପାଉଥିଲେ। ଆଉ ଦୀର୍ଘ 8 ବର୍ଷ ପରେ ତାଙ୍କ ଭଲ ପାଇବା ସଫଳ ହେଲା। ଦୁହିଁଙ୍କ ଘରେ ସେମାନଙ୍କର ବାହାଘର ପାଇଁ ରାଜି ହୋଇଗଲେ। ଏମିତି ଆଜକୁ ପ୍ରାୟ 2 ବର୍ଷ ତଳର କଥା। ସେଦିନ ହୋଇଥାଏ ଫେବୃଆରୀ 10 ତାରିଖ, ଯାହାକି ଥିଲା ସେମାନଙ୍କ ପାଇଁ ଖୁସିର ଦିନ। ଆଉ ସପରିବାର ବହୁତ ଖୁସିରେ ଝୁମି ଉଠୁଥିଲେ। ଏମିତି ସନ୍ଧ୍ୟା 7:30 ବରଗାଡ଼ିଟି ବରଯାତ୍ରୀ ନେଇ ବାହାରିଲା। ବର ଘରଠୁ କନ୍ୟା ଘର ପ୍ରାୟ 30 କିଲୋମିଟର ଦୂର। ଏମିତି ମନ ଖୁସିରେ ସମସ୍ତେ ବାହାରି ପଡ଼ିଲେ। ପାଖାପାଖି 15 କିଲୋମିଟର ଯିବା ପରେ ଗାଡ଼ିରେ ବସିଥିବା ବରର ମାମୁଁ କହିବାକୁ ଲାଗିଲେ, ଆରେ ଡ୍ରାଇଭର ଭାଇ, ଆଗରେ ଗୋଟିଏ ସର୍ଟକଟ୍ ବାଟ ଅଛି, ସେଇପଟେ ଗଲେ ଆମେ ଜଲ୍ଦି କନ୍ୟା ଘର ପାଖରେ ପହଞ୍ଚିଯିବା। ଏମିତି ମାମୁଁଙ୍କ କଥା ମାନି ଡ୍ରାଇଭର ଭାଇଟି ସେଇ ରାସ୍ତାରେ ଗାଡ଼ିକୁ ନେଲା। ଏମିତି 2 କିଲୋମିଟର ଯିବା ଭିତରେ ଗୋଟିଏ ସୁନସାନ ଜଙ୍ଗଲଟିଏ ପଡ଼ିଲା। ଶୀତ ରାତି ପାଇଁ କେଉଁଆଡ଼େ କେହି ଦିଶୁନଥାନ୍ତି। ସେଉଠୁ ଶୁଭମ ଓ ତାଙ୍କ ମାମୁଁଙ୍କୁ ଧୀରେ ଧୀରେ ଭୟ ଲାଗିଲା। ଡର ଡର ସ୍ୱରରେ ମାମୁଁ ଡ୍ରାଇଭର ଭାଇକୁ କହିବାକୁ ଲାଗିଲେ, ଆରେ ଭାଇ, ତୁ ଗାଡ଼ି କାହିଁ ଏତେ ଧୀରେ ଚଲାଉଛୁ? ଟିକେ ଜଲ୍ଦି ଚଲା, ସେପାଟେ ନହେଲେ ବିଳମ୍ବ ହୋଇଯିବ ଯେ। ମାମୁଁଙ୍କ ଠାରୁ ଏକଥା ଶୁଣି ଡ୍ରାଇଭରଟି ଗାଡ଼ିର ବେଗ ବଢ଼ାଇବାକୁ ଲାଗିଲା। ହେଲେ ଏପଟେ ଶୁଭମ ଭୟରେ ଥରୁଥାନ୍ତି ଆଉ ମହାପ୍ରଭୁଙ୍କୁ ଗୁଣୁଗୁଣୁ ହୋଇ କହୁଥାନ୍ତି, ହେ ଠାକୁରେ, ଆମକୁ ଭଲରେ ଭଲରେ ପହଞ୍ଚେଇ ଦେ ଠାକୁରେ, ଆମକୁ ଭଲରେ ଭଲରେ ପହଞ୍ଚେଇ ଦେ। ଶୁଭମ ଏମିତି କହିବା ସମୟରେ ହଠାତ୍ ଡ୍ରାଇଭର ଭାଇଟି ଜୋରରେ ବ୍ରେକ୍ ଦବାଇ ଗାଡ଼ିଟିକୁ ଅଟକେଇ ଦେଲେ। ସେଉଠୁ ତାଙ୍କ ମାମୁଁ କହିଲେ, ଆରେ ଗାଡ଼ି କାହିଁ ଅଟକେଇ ଦେଲୁ? ସେପଟେ ପରା ଫୋନ୍ କରି ବ୍ୟସ୍ତ କଲେଣି। ଏହା ଶୁଣି ଡ୍ରାଇଭର ଭାଇ କହିଲେ, ଟିକିଏ ଆଗକୁ ଦେଖନ୍ତୁ ଆଜ୍ଞା। ଆଗରୁ ବିପଦ ମାଡ଼ି ଆସୁଥିବାର ଦେଖି କାରରେ ଥିବା ସମସ୍ତ ବ୍ୟକ୍ତି ଭୟରେ ଥରିବାକୁ ଲାଗିଲେ। ଜଙ୍ଗଲ ଭିତରୁ ମାଡ଼ି ଆସୁଥାନ୍ତି 2ଟି ଦନ୍ତା ହାତୀ। ଏହା ଦେଖି ଶୁଭମ କାନ୍ଦି କାନ୍ଦି ମହାପ୍ରଭୁଙ୍କୁ କହିବାକୁ ଲାଗିଲେ, ହେ କଳା ଠାକୁର, ତୁ ଆମକୁ ବିପଦରୁ ରକ୍ଷା କର ଠାକୁରେ, ତୁ ଆମକୁ ବିପଦରୁ ରକ୍ଷା କର। ହେ ପ୍ରଭୁ, ଆମେ ତୋର କି ଦୋଷ କରିଥିଲୁ ଯେ ତୁ ଆମକୁ ଏ ବିପଦରେ ପକେଇ ଦେଇଛୁ? ହେ ମହାପ୍ରଭୁ, ସେପଟେ କନ୍ୟା ଅନେଇ ବସିଛି ମୋ ଆସିବା ବାଟକୁ, ଏପଟେ ମୋ ମନକୁ ପାପ ଛୁଉଁଛି ଠାକୁରେ। ହେ ପ୍ରଭୁ, ହେ ଚକାନୟନ, ତୁ ଚାହିଁଲେ ଏହି ବିପଦରୁ ଆମକୁ ରକ୍ଷା କରିପାରିବୁ। ଏମିତି ଭଗବାନଙ୍କୁ ଡାକିବା ଭିତରେ ହାତୀ 2ଟି କାର ପାଖକୁ ଆସି ତାଙ୍କ ଶୁଣ୍ଢରେ ଠେଲାପେଲା କରିବାକୁ ଲାଗିଲେ। ଏହା ଦେଖି ସେମାନେ ବିକଳ ହୋଇ ରକ୍ଷା କର କହିବାକୁ ଲାଗିଲେ। ହଠାତ୍ ସେହି ସମୟରେ ଗୋଟିଏ ମାଲବୁହା ଟ୍ରକଟି ଆସି ସେଠାରେ ପହଞ୍ଚିଲା। ଆଉ ସେଇ ବଡ଼ ଗାଡ଼ିକୁ ଦେଖି ହାତୀ 2ଟି ଜଙ୍ଗଲ ଭିତରକୁ ଚାଲିଗଲେ। ତାପରେ ସେଇ ଟ୍ରକରୁ ଜଣେ ଡ୍ରାଇଭର ଭାଇ ଆସି କହିବାକୁ ଲାଗିଲେ, ତୁମର ଆଉ ଭୟ କରିବାର କିଛି ନାହିଁ,
ହାତୀ ଦୁଇଟି ଜଙ୍ଗଲ ଭିତରକୁ ଚାଲିଗଲେଣି। ହଉ ହଉ, ତୁମେ ଆଗେ ଆଗେ ଚାଲ, ଆଉ ଆମେ ତୁମେ ପଛେ ପଛେ ଯାଉଛୁ। ଏତିକି କହି ଦୁଇ ଜଣ ଡ୍ରାଇଭର ଗାଡ଼ି ଚଲେଇବାକୁ ଲାଗିଲେ। ଯେତେବେଳେ ମେନ୍ ରୋଡ଼ ହୋଇଗଲେ, ସେତେବେଳେ ବରର ମାମୁଁ ଟ୍ରକ୍ ଡ୍ରାଇଭର ଭାଇଙ୍କୁ ଧନ୍ୟବାଦ ଦେବା ପାଇଁ କାରରୁ ଓହ୍ଲେଇ ଛିଡ଼ା ହୋଇଗଲେ। ହେଲେ ସେ ଟ୍ରକ୍ଟି କୁଆଡ଼େ ଗଲା କେଜାଣି, ଆଉ ସେ ବାଟରେ ଫେରିଲା ନାହିଁ। ସେଉଠୁ ଶୁଭମ ତାଙ୍କ ମାମୁଁ ବୁଝିଗଲେ ଯେ ସେ ଆଉ କେହି ନଥିଲେ, ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ଥିଲେ। ହଁ ବନ୍ଧୁମାନେ, କରି କରାଉଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ସତରେ କେତେବେଳେ କାହା ରୂପରେ ଆସି ମହାପ୍ରଭୁ ତାଙ୍କ ଭକ୍ତକୁ ବା ତାଙ୍କ ପିଲାକୁ କି ପ୍ରକାର ରକ୍ଷା କରୁଛନ୍ତି, ତାହା କେବଳ ତାଙ୍କୁ ହିଁ ଜଣା। ସତରେ ତାଙ୍କର କୃପା ଅପାର, ତାଙ୍କର ମହିମା ଅପାର। ହଁ ବନ୍ଧୁମାନେ, ଯେକୌଣସି ବିପଦରେ ଆପଣ ପଡ଼ନ୍ତୁ ନା କାହିଁକି, ଯଦି ଥରୁଟିଏ ମନ ଖୋଲି ହାତ ଉପରକୁ ଟେକି ଦେଇ ମହାପ୍ରଭୁ ମହାପ୍ରଭୁ ଡାକିଦେବେ ନା, ସେ ରତ୍ନ ସିଂହାସନରୁ ଓହ୍ଲେଇ ଆସିବେ। ଆରେ କଥାରେ ଅଛି, ଅରକ୍ଷିତକୁ ଦଇବ ସାହା। ହଁ ବନ୍ଧୁମାନେ, ଆପଣ ଯଦି ସତରେ ମହାପ୍ରଭୁଙ୍କୁ ହୃଦୟରୁ ଭକ୍ତି କରୁଥିବେ, ତେବେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଥରୁଟିଏ ଲେଖିବେ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ ମହାପ୍ରଭୁ।